12 ବର୍ଷ ପୂର୍ବରୁ ଯାଇଥିଲି ମର୍ତ୍ତ୍ୟର ସେବନ୍ତୀ ନଗର। ରାଜା ଚନ୍ଦ୍ରଧରର ଆତିଥ୍ୟତା ମୋ ମନରେ ଭରିଥିଲା ଅସୁମାରୀ ସ୍ନେହ। ହେଲେ ଆଜି କାହିଁକି ଇଚ୍ଛା ହୁଏ ଯିବା ପାଇଁ ତାହାର ନିକଟେ, ଦେଖିବା ପାଇଁ ତା ସୁଖର ସାମ୍ରାଜ୍ୟ। ହଁ, ଦେଖିବା ପାଇଁ ତା ସୁଖର ସାମ୍ରାଜ୍ୟ। ନାରାୟଣ ନାରାୟଣ ନାରାୟଣ। ମାତା ନାଗମାତାଙ୍କର ଜୟ ହେଉ ମା। ଦେବର୍ଷି, ତୁମେ ପୁଣି ଏ ପାତାଳପୁରରେ? ହଁ ମାତା, ଆସିବାକୁ ଇଚ୍ଛା ନଥିଲେ ମଧ୍ୟ ନ ଆସି ରହିପାରିଲା ନାହିଁ ଏ କଳିଆ ନାରଦ ମାତା। କାରଣ କଣ ଦେବର୍ଷି? ମାତା, କାରଣ ଏହା ଯେ ମର୍ତ୍ତ୍ୟପୁରରେ ତୁମ ସମ୍ମାନ ହାନି ହୋଇ ସାରିଛି ମାତା। ତୁମର ଭକ୍ତ ରାଜା ଚନ୍ଦ୍ରଧର ଭୋଗୁଛି କଠୋର ଯାତନା। ମାତା, ଯଦି ଏ ଅସମୟରେ ତୁମେ ସାହା ନ ହେବ ମାତା, ତେବେ ତୁମ ନିନ୍ଦା ବାଜଣା ବାଜିବ ଏ ତିନିପୁରେ ମଧ୍ୟ ମା। ମାତା, ମାଗ ହୁଅ ସାହା, ସାହା ହୁଅ ଝଟତି, ମାଗ ହୁଅ ସାହା। ତୁମ ଭକ୍ତ ବୀର ରାଜା ଚନ୍ଦ୍ରଧର, ତୁମ ଭକ୍ତ ବୀର ରାଜା ଚନ୍ଦ୍ରଧର, ଶନିକାର ଗାରେ ଲଭେ ବିପତ୍ତି, ମାଗ ହୁଅ ସାହା। ତୁମ ପୂଜା ଶୁଣି ଶିବଙ୍କ ଘରଣୀ କମ୍ପ ମାନେ ଧରାଇଲେ ଅବନ୍ତୀ। ତୁମ ପୂଜା ଶୁଣି ଶିବଙ୍କ ଘରଣୀ କମ୍ପ ମାନେ ଧରାଇଲେ ଅବନ୍ତୀ। ନ କଲେ ଉପାୟ ମାନ ହେବ କ୍ଷୟ, ନ କଲେ ଉପାୟ ମାନ ହେବ କ୍ଷୟ, ଅଧମ ସୁମନ ଗୀତରେ ଚିନ୍ତି, ମାଗ ହୁଅ ସାହା। ଶେଷରେ ସେ ଲଙ୍ଗଳା ପିଙ୍ଗଳା ଭୋଳାନାଥ ଶିବ ପୁଣି ମୋ ବିରୁଦ୍ଧ ଆଚରଣ କରିଛି। ମାତା, ଅପେକ୍ଷା କରରେ ଭୋଳାନାଥ ଶିବ, ଅପେକ୍ଷା କରଲ ପାର୍ବତୀ। ଏ ମନସା ଯାଉଛି ତୁମ୍ଭରି ନିକଟେ। ସମ୍ମୁଖେ ମୋହର ଏ ମନସା ଦେବ ତୁମକୁ ଉପଯୁକ୍ତ ଶିକ୍ଷା। ମାତା, ଦେବର୍ଷି, ସେ ଭୋଳାନାଥ ଶିବଟା ମରିବ, ଆଉ ପାର୍ବତୀ ବୈଧବା ହେବ। ଗ୍ରହ ରାଜ ଶନି ସହିତ ସକଳ ଦେବତା ଦେଖିବେ ଏ ମନସାର ବିଶ୍ୱ ଜଳାଟା କେତେ ଭୟଙ୍କର। ନାରାୟଣ ନାରାୟଣ। ଶୁଣ ହେ ଦେବର୍ଷି, ଆଉ ନୁହେଁ ବେଶୀ ମର୍ତ୍ତ୍ୟକୁ ଯିବି ଏ କ୍ଷଣି।
ତାହା ନହେଲେ ଦେବତା ମାନଙ୍କର ପୂଜା ବିଧି ବଢିଯିବ ମା। ନାଇଁ ଦେବର୍ଷି ନାଇଁ, ଏହି ମୁହୂର୍ତ୍ତରେ ଯାଉଛି ସେ ଲଙ୍ଗଳା ଭୋଳାନାଥ ନିକଟ। ସେ ଯେପରି ମୋ ଭକ୍ତ ଚନ୍ଦ୍ରଧରକୁ ଦେଇଛି ନିର୍ଯାତନା, ତାଠାରୁ ନେବି ମୁଁ ଚରମ ପ୍ରତିଶୋଧ। କାରଣ ମୁଁ ହେଉଛି ନାଗରାଜ ବାସୁକୀର ଭଗ୍ନୀ ନାରାୟଣ 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 ନାରାୟଣ। ଲାଗିଗଲା ଏଥର ଅସଲ କଳି। ଯିବା ଜଳୁଥିବା ଅନଳରେ କୁଟା ସଞ୍ଚନ କରି ଏହାର ମଜା ନେବ ଏ ଦେବର୍ଷି ନାରଦ। ହଁ ଏହାର ମଜା ନେବ ଏ ଦେବର୍ଷି ନାରଦ। ନାରାୟଣ ନାରାୟଣ।